ଅଗନା ଅଗନି ବନସ୍ତରେ ଗୋଟିଏ ହାତୀ ଦମ୍ପତି ରହୁଥିଲେ। ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ। ଦିନେ ସ୍ତ୍ରୀ ହାତୀ ଗର୍ଭବତୀ ହେଲା। ପୁରୁଷ ହାତୀଟି ବହୁତ ଖୁସି ହେଲା। ସେହି ଅଗନା ଅଗନି ବନସ୍ତରେ କେବଳ ଗୋଟିଏ ମାତ୍ର ପୋଖରୀ ଥିଲା, ଯେଉଁଥିରୁ ବଣର ସବୁ ପଶୁ ପାଣି ପିଉଥିଲେ। ସେ ପୋଖରୀ କେବେ ଶୁଖୁନଥିଲା। ହେଲେ ସେ ପୋଖରୀରେ ଗୋଟିଏ କଙ୍କଡା ରହୁଥିଲା, ଯିଏ ଥିଲା ବହୁତ ଶକ୍ତିଶାଳୀ। ସେ ପୋଖରୀ ଭିତରକୁ ଯେକୌଣସି ପ୍ରାଣୀ ଯାଉଥିଲା, କଙ୍କଡା ତାକୁ ଧରୁଥିଲା ଆଉ ତାଠୁ ରକ୍ତ ଶୋଷି ନେଉଥିଲା। ସେହି ଭୟରେ ସବୁ ପଶୁ କୂଳରେ ରହି ସତର୍କତାର ସହିତ ପାଣି ପିଇ ଚାଲି ଆସୁଥିଲେ। କିନ୍ତୁ ସବୁ ପଶୁଙ୍କର କଙ୍କଡା ଉପରେ ରାଗ ଥିଲା ବହୁତ। ସ୍ତ୍ରୀ ହାତୀଟି ଗର୍ଭବତୀ ହେବା ପରେ ପୁରୁଷ ହାତୀ ବଡ଼ ଚିନ୍ତାରେ ପଡ଼ିଗଲା। କଣ କରିବା କହିଲୁ? ମୁଁ ଚାହୁଁନି ଯେ ତୁ ଆଉ ବଣରେ ରହ। ଏମିତି କାହିଁକି କହୁଛ? ତୁ ତ ଏଠିକାର ପାଣି ସମସ୍ୟା ବିଷୟରେ ଜାଣିଛୁ, ଆଉ ତୁ ଯଦି ପାଣି ପିଇବାକୁ ନ ପାଇବୁ ତାହେଲେ ଏଠି ତୋର ଅବସ୍ଥା କଣ ହବ କହିଲୁ? ହେଲେ ଏଇ କାରଣ ପାଇଁ ମୁଁ ତମକୁ ଛାଡ଼ି ଯାଇପାରିବିନି। ଏଇଟା ଗୋଟେ ଛୋଟ କାରଣ ନୁହଁ, ତତେ ମୋ ରାଣ। ତୁ ମୋ କଥା ମାନ, ମନା କରନା। କିଛି ଦିନର କଥା, ତାପରେ ସବୁ ଠିକ ହେଇଯିବ। ପୁରୁଷ ହାତୀର କଥା ଶୁଣି ସ୍ତ୍ରୀ ହାତୀ ଜୋରରେ କାନ୍ଦିଲା। ହଉ, ତମେ ଯଦି ଚାହୁଁଛ ତାହେଲେ ମୁଁ ଯାଉଛି। ସ୍ତ୍ରୀ ହାତୀଟି ମନ ଦୁଃଖରେ କାନ୍ଦି କାନ୍ଦି ଆଉ ଗୋଟେ ବଣକୁ ଚାଲିଗଲା। ପୁରୁଷ ହାତୀ ତା ଯିବା ବାଟକୁ ଚାହିଁ ରହିଥିଲା। ଏମିତି କିଛି ଦିନ ବିତିଗଲା। ସ୍ତ୍ରୀ ହାତୀର ପୁଅଟିଏ ଜନ୍ମ ହେଲା। ଆଉ ଦିନେ ମା ପୁଅ ସାଙ୍ଗ ହେଇ ବାପ ରହୁଥିବା ବଣକୁ ଚାଲି ଆସିଲେ। ପୁରୁଷ ହାତୀ ସହ ଦେଖା ହେବା ପରେ ସ୍ତ୍ରୀ ହାତୀ ବଡ଼ ଖୁସି ହେଇଗଲା। ପୁଅକୁ ବହୁତ ଗେହ୍ଲା କଲା ପୁରୁଷ ହାତୀ। ଛୋଟ ହାତୀ ଧୀରେ ଧୀରେ ବଡ଼ ହେଲା। ଦିନେ ସେ ତା ସାଙ୍ଗ ହାତୀମାନଙ୍କଠୁ ଜାଣିବାକୁ ପାଇଲା ଯେ ତା ମା କେତେ କଷ୍ଟରେ ତାକୁ ଜନ୍ମ ଦେଇଛି। ତୁ ତ ଜାଣିଛୁ, ଏ ବଣରେ କେବଳ ଗୋଟିଏ ଜଳାଶୟ ଅଛି, ଯୋଉଠୁ ବଣର ସବୁ ପଶୁ ପାଣି ପିଅନ୍ତି। ସେଠି ଗୋଟିଏ ବହୁତ ଶକ୍ତିଶାଳୀ କଙ୍କଡା ରହୁଛି। ସେ ସବୁ ପଶୁକୁ ହଇରାଣ କରେ। ଯିଏ ପୋଖରୀ ଭିତରକୁ ପାଣି ପିଇବା ପାଇଁ ଯାଏ, ତାକୁ ସିଏ ଟାଣି ନିଏ। ସତରେ? ଆରେ ସେଥିପାଇଁ ତ ମା ତତେ ଏଠି ଜନ୍ମ ନ ଦେଇ ଆରପଟ ବଣକୁ ପଳେଇ ଗଲେ। ପିଲା ହାତୀ ଏକଥା ଶୁଣିବା ପରେ ତା ମନରେ ରାଗ ଆସିଲା। ସେ ତା ବାପାକୁ ଯାଇ ଏ ସବୁ କଥା ପଚାରିଲା। ବାପା, ମୋ ସାଙ୍ଗମାନେ ଯାହା କହୁଛନ୍ତି କଣ ସତ? କଣ କହୁଛନ୍ତି ତ ସାଙ୍ଗମାନେ? ଏଇଆ ଯେ ମା ମତେ ଏଠି ଜନ୍ମ ନ ଦେଇ ଆର ବଣକୁ ଯାଇଥିଲା ଗୋଟିଏ ଦୁଷ୍ଟ କଙ୍କଡା ପାଇଁ। ତୁ ସେ କଥା ଭୁଲି ଯା ବାପା, ସେ ବହୁତ ଦିନ ତଳର କଥା। ଏବେ ଆମେ ଭଲରେ ଅଛୁ ନା? ହେଲେ ବାପା, ହାତୀ ତା ବାପାଙ୍କ କଥା ମାନିଲା, କିନ୍ତୁ ତା ମନରେ କଙ୍କଡା ପ୍ରତି ପ୍ରବଳ ରାଗ ଥାଏ। ହାତୀର ଦିନ ଗୋଟେ ସ୍ତ୍ରୀ ହାତୀ ଦେଖା ହେଲା। ଦୁଇ ଜଣ ବନ୍ଧୁ ହେଲେ, ପରସ୍ପରକୁ ଭଲ ପାଇ ବସିଲେ। ସ୍ତ୍ରୀ ହାତୀକୁ କଙ୍କଡା ବିଷୟରେ ସବୁ କଥା କହିଲା ହାତୀ। ସ୍ତ୍ରୀ ହାତୀ ଆଉ ଏ ହାତୀ ମିଶି କଙ୍କଡାକୁ ମାରିବାକୁ ଯୋଜନା କଲେ। ତା ପରଦିନ ସକାଳୁ ହାତୀ ତାର ଦଳେ ସାଙ୍ଗଙ୍କୁ ଧରି ଚାଲିଲା ପୋଖରୀ ପାଖକୁ। ସାଙ୍ଗରେ ବି ଥିଲା ସ୍ତ୍ରୀ ହାତୀ। ଯୋଜନା ଅନୁସାରେ ସେମାନେ ପାଣି ପିଇବାକୁ ପୋଖରୀ ଭିତରକୁ ଯିବେ ଆଉ କଙ୍କଡାକୁ ପାଦରେ ଦଳି ମାରିଦେବେ। ହାତୀମାନେ ପୋଖରୀ ଭିତରକୁ ପଶିଲେ। ମନ ଇଚ୍ଛା ପାଣି ପିଇଲେ, ଆଉ ପାଣିକୁ ଗୋଳିଆ ବି କଲେ। କଙ୍କଡା ହାତୀମାନଙ୍କୁ ଦେଖି ପଙ୍କ ଭିତରେ ଲୁଚିଗଲା। ତାର ଅଭ୍ୟାସ ଥିଲା, ଯୋଉ ପ୍ରାଣୀ ପଛରେ ଥିବ
ତାକୁ ହିଁ ସେ ଆକ୍ରମଣ କରିବ। ପଛରେ ଥିଲା ମୁଖ୍ୟ ହାତୀ। ସେମାନେ ପୋଖରୀ ଭିତରୁ ବାହାରି ଆସିଲା ବେଳେ କଙ୍କଡା ପଙ୍କରୁ ବାହାରକୁ ବାହାରି ଆସିଲା ଆଉ ମୁଖ୍ୟ ହାତୀ ଗୋଡକୁ କାମୁଡି ଧରିଲା। ଛାଡ ମତେ କହୁଛି, ଛାଡ କହୁଛି। କଙ୍କଡା ହାତୀର ଗୋଡକୁ ଜମା ଛାଡୁ ନଥାଏ। ହାତୀ ଗୋଡରୁ ରକ୍ତ ଝରିବା ଆରମ୍ଭ ହେଇଗଲା। ହାତୀ ବହୁତ ଚେଷ୍ଟା କଲା କିନ୍ତୁ କଙ୍କଡାଠୁ ଗୋଡ ଛଡାଇ ପାରିଲାନି। ଛାଡ ମତେ କହୁଛି, ଛାଡ କହୁଛି। ହାତୀର କରୁଣ ଡାକ ସ୍ତ୍ରୀ ହାତୀ କାନରେ ପଡିଲା। ଆରେ ତାଙ୍କୁ କଙ୍କଡା ଧରିଛି ପ୍ରାୟ। ଭାଇମାନେ ଆସ ସମସ୍ତେ, ତାଙ୍କୁ କଙ୍କଡା ଧରିଛି ବୋଧେ। ସବୁ ହାତୀ ଆସି ପହଞ୍ଚିଗଲେ କିନ୍ତୁ କେହି କିଛି କରିପାରିଲେନି। ସେମାନେ ସବୁ ଚାହିଁ ରହିଥାନ୍ତି। ସ୍ତ୍ରୀ ହାତୀ ମୁଣ୍ଡକୁ ବୁଦ୍ଧିଟିଏ ଆସିଲା। କଙ୍କଡା ଭାଇ, ତମେ ଯାହା କରିଛ ଠିକ, କିନ୍ତୁ ମୋ ସ୍ୱାମୀ ବହୁତ ଅସୁବିଧା ଭିତରେ ଅଛନ୍ତି। ଆପଣ ତାଙ୍କ ଉପରେ ଦୟା କରନ୍ତୁ। ମୋ ସ୍ୱାମୀ ମରିଗଲେ ଆପଣଙ୍କର କିଛି ହବନି, କିନ୍ତୁ ମୁଁ ସବୁଦିନ ପାଇଁ ତାଙ୍କୁ ହରେଇ ଦେବି। ମୋ ଉପରେ ଦୟା କର। ସ୍ତ୍ରୀ ହାତୀର କଥା ଶୁଣି କଙ୍କଡା ମନରେ ଦୟା ସୃଷ୍ଟି ହେଲା। ସେ ହାତୀକୁ ଛାଡ଼ିଦେଲା। ହାତୀ ଉପରକୁ ଉଠି ଆସିବା ପରେ ସ୍ତ୍ରୀ ହାତୀ ଇଶାରାରେ ସବୁ ହାତୀ ପୋଖରୀ ଭିତରକୁ ପଶିଗଲେ। କଙ୍କଡା ଆଉ ଏଥର ପଙ୍କ ଭିତରକୁ ପଶିଯିବାର ସୁଯୋଗ ପାଇଲାନି। ତେଣୁ ତାକୁ ହାତୀମାନେ ପାଦରେ ଦଳି ମାରିଦେଲେ। ମା ସହିଥିବା କଷ୍ଟର ପ୍ରତିଶୋଧ ପୁଅ ନେଲା। ଅଗନା ଅଗନି ବନସ୍ତରେ ଗୋଟିଏ ହାତୀ ଦମ୍ପତି ରହୁଥିଲେ। ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ। ଦିନେ ସ୍ତ୍ରୀ ହାତୀ ଗର୍ଭବତୀ ହେଲା। ପୁରୁଷ ହାତୀଟି ବହୁତ ଖୁସି ହେଲା। ସେଇ ଅଗନାଗନି ବନସ୍ତରେ କେବଳ ଗୋଟିଏ ମାତ୍ର ପୋଖରୀ ଥିଲା, ଯୋଉଥିରୁ ବଣର ସବୁ ପଶୁ ପାଣି ପିଉଥିଲେ। ସେ ପୋଖରୀ କେବେ ଶୁଖୁନଥିଲା। ହେଲେ ସେ ପୋଖରୀରେ ଗୋଟିଏ କଙ୍କଡା ରହୁଥିଲା, ଯିଏ ଥିଲା ବହୁତ ଶକ୍ତିଶାଳୀ। ସେ ପୋଖରୀ ଭିତରକୁ ଯେକୌଣସି ପ୍ରାଣୀ ଯାଉଥିଲା, କଙ୍କଡା ତାକୁ ଧରୁଥିଲା ଆଉ ତାଠୁ ରକ୍ତ ଶୋଷି ନେଉଥିଲା। ସେଇ ଭୟରେ ସବୁ